କାଲି ଯେଉଁ ଏକ ଘରିଷଣ ମାରିଥିଲୁ ସାନୁଜ ଲକ୍ଷଣେ ସେଥିରେ ଲକ୍ଷଣ ମରି ନାହିଁ ରେ ବାପା ଭଣଜା ଭଣଜା ମରି ନାହିଁ କି ମରିବ ବିନା কি অসম্ভব কথা করুচ প্রকাশ নাই রে বাপা ভণজা ये असंभव कथा नुहे त्रिवार सत्य रे बापा भणजा त्रिवार सत्य रे बाबू भणजा তোর ঠিক মনে ଅଛି বাবু ଏକ ଅଗ୍ନିଶକ୍ତି ପ୍ରୟୋଗ କଲା ବେଳେ ସେ ଜଟା ଧରି ଲକ୍ଷ୍ମଣ ବିଭୀଷଣ ପଥ ଅବରୋଧ କଲା ବାବୁ କିନ୍ତୁ ନ ଛାଡ଼ିଲି ମୁହି ମାମୁ ଏକ ଅଗ୍ନିଶକ୍ତି କରିଲି ପ୍ରୟୋଗ କିନ୍ତୁ ବିଭୀଷଣ ପରିବର୍ତ୍ତେ ଜଟିଆ ପକ୍ଷରେ ବାଜିଲା ବାବୁ ଜାଣିଛି ରେ ଭଣଜା ସେଇଟା ମୁଁ ହିଁ ଜାଣିଛି ସେଥିପାଇଁ ତତେ ମୁଁ କହୁଛି ସାନୁଜ ମରିନି କି ମରିବ ବି ନାହିଁ କିନ୍ତୁ ମାମୁ ଭଣଜା ସବୁଠୁ ବଡ଼ ଅନର୍ଥ ହେଇଯିବ ମାମୁ ଅନର୍ଥ ଭଣଜା କ'ଣ ହେବ ଅନର୍ଥ ଯଦି ସେ ପୁରା ଗାଣ୍ଡିଆ ମର୍କଟ ଜୀବ ବନ୍ଧ ମାର୍ଦ୍ଧନେ ଜୈନ ବନ୍ଧ ମାର୍ଦ୍ଧରେ ହାରିବ ବିଶଲ୍ୟ କରଣୀ ତେଲେ କ୍ଷତ ସ୍ଥାନେ ଲକ୍ଷ୍ମଣ ବଞ୍ଚିବ ପୁରୀ ଜାଣିଛି ରେ ବାପା ଭଣଜା ମୁଁ ବି ଏଇ କଥାଟା ଜାଣିଛି କିନ୍ତୁ ମାମୁ ଭଣଜା ଲକ୍ଷଣ ମରିନି କି ମରିବ ନାହିଁ କାହିଁକି ନା ହନୁଆ ଯାଇଛି ଗନ୍ଧ ମାର୍ଦ୍ଦନ ଆଣିବ ବିଶଲ୍ୟ କରଣୀ ଆଣିଲେ ବିଶଲ୍ୟ କରଣୀ ନିଶ୍ଚୟ ବଞ୍ଚିବ ଲକ୍ଷଣରେ ବାପା ଭଣଜା କିନ୍ତୁ ମାମୁ ଭଣଜା ସେ ପୁରା ଗାଣ୍ଡିଆ ମର୍କଟ ଗନ୍ଧ ମାର୍ଦ୍ଦନ ଯିବା ପରିବର୍ତ୍ତେ ଆମକୁ କିଛି ହେଲେ ଉପାୟ ଚିନ୍ତା କରିବାକୁ ପଡ଼ିବ ମାମୁ ଠିକ କଥା କହିଛୁ ରେ ବାପା ଭଣଜା କାହିଁକି ନା କାହିଁକି ଯଦି ସେ ପୁରା ଗାଣ୍ଡିଆ ମର୍କଟ ଯାଇ ଗନ୍ଧ ମାର୍ଦ୍ଦନରେ ତେବେ ହେଲେ ନିଶ୍ଚୟ ପ୍ରାଣ ପାଇବ ସେ ଜଟିଆ ନାଇଁ ମାମୁ ସବୁ ଅନର୍ଥ ହେଇଯିବ ମାମୁ କିନ୍ତୁ ତା ପୂର୍ବରୁ ଆମକୁ କିଛି ଉପାୟ ଚିନ୍ତା କରିବାକୁ ପଡ଼ିବ ହେଲେ ବାପା ଭଣଜା ତୁମେ କିଛି ଉପାୟ ଚିନ୍ତା କର ମୁଁ ବି କିଛି ଉପାୟ ଚିନ୍ତା କରିବି ନିଶ୍ଚୟ ମାମୁ ଭଣଜାକୁ ମିଳିବ ଉପାୟ ନା ଆଉ ବିଳମ୍ବ କର ନାହିଁ ମାମୁ ନାଇଁ ଉପାୟ ଚିନ୍ତା କର ମୁଁ ବି ମଧ୍ୟ ଉପାୟ ଚିନ୍ତା କରିବ ବାସ୍